ଆଜି ଆମେ ସମସ୍ତେ ଭାରତୀୟ ଏବଂ ଭାରତର ନାଗରିକ। ଆମର ସମସ୍ତଙ୍କର ସମାନ ଅଧିକାର ରହିଛି ଭାରତରେ। କିନ୍ତୁ ଆଜି କାହିଁକି ବକ୍ତ ଆଇନ କାହିଁକି ରହିଛି ମୁସଲମାନ ମାନଙ୍କ ପାଇଁ ଅଲଗା? କାହିଁକି ବକ୍ତ ଆଇନ ତାଙ୍କ ପାଇଁ ଅଲଗା ରହିବ? ସେଇ ତାଙ୍କ ପାଇଁ ଯଦି ବକ୍ତ ଆଇନ ହୋଇପାରୁଛି, ସନାତନ ମାନଙ୍କର ପାଇଁ ବି ତ ସନାତନ ବୋର୍ଡ ହେବା ଦରକାର। ସେମାନଙ୍କୁ ଯଦି 10 ଲାଖ ଏକର ଜମିନ ଦେଇଛନ୍ତି, ଆମକୁ ବି ମଧ୍ୟ 10 ଲାଖ ଏକର ଜମିନ ଦଉନି ନା? ତେଣୁ ଯେମିତି ଯଦି ସେମାନଙ୍କୁ ଯଦି ମନ୍ଦିରରେ ସେମାନଙ୍କୁ ଯଦି ମସଜିଦରେ ଯେଉଁମାନେ ଅଛନ୍ତି ତାଙ୍କୁ ଯଦି ଦରମା ଦିଆଯାଉଛି, ଆମେ ତ ମନ୍ଦିରରେ ଅଛି, ଆମକୁ ବି ଦରମା ଦଉନି ନା? ଏପରି କାହିଁକି? ଘୋର ଅନ୍ୟାୟ। ତେଣୁ ସେମାନେ ମସଜିଦରେ ରହି ଦରମା ପାଇବେ, ଚର୍ଚ୍ଚରେ ରହି ଦରମା ପାଇବେ, ମନ୍ଦିରରେ ଯେ କ'ଣ ରହିବ ସେ କ'ଣ ଆପଣଙ୍କର ଅଡୁଆ କରିଛି କି? ତେଣୁ ମନ୍ଦିରର ବ୍ରାହ୍ମଣମାନଙ୍କୁ ବି ଦରମା ଦେବା ଦରକାର। ସେମାନେ ଯଦି ବକ୍ତ ଆଇନରେ ଲ୍ୟାଣ୍ଡକୁ ଜେହାଦ କରୁଛନ୍ତି, ଜାଗାକୁ ସେମାନେ ନେଇ କବରସ୍ଥାନ ବନାଉଛନ୍ତି, ସନାତନ ମାନଙ୍କୁ ବି ତ ଦିଅନ୍ତୁ ନା। ଗାଈ ଚରିବା ପାଇଁ ଜାଗା ଦିଅନ୍ତୁ, 10 ଲାଖ ଏକର ଦିଅନ୍ତୁ। ଜୟ ଶ୍ରୀରାମ।